ଚାଲନ୍ତୁ ଜାଣିବା ଆଜି ଏକ ବଢ଼ିଆ ଗପ, ଶିକ୍ଷଣୀୟ ଗପ, ସମାଜ ସଂସ୍କାର ଗପ। ଗୋଟିଏ ମାଙ୍କଡ଼ ଏବଂ ସିଂହର ଗପ। ବୁଦ୍ଧିମାନ ମାଙ୍କଡ଼ ଏବଂ ମୂର୍ଖ ସିଂହ। ଆପଣ ଜାଣିପାରନ୍ତି ବୁଦ୍ଧିମାନ ମାଙ୍କଡ଼ ଏବଂ ମୂର୍ଖ ସିଂହ। ଏକଦା କ'ଣ ହେଲା, ଜଙ୍ଗଲ ଭିତରେ ଗୋଟିଏ ମାଙ୍କଡ଼ ତାର ଦୈନନ୍ଦିନ କାର୍ଯ୍ୟ ଏଇ ଗଛରୁ ସେଇ ଗଛ ଡେଇଁବା, ଏଇ ଡାଳରୁ ସେଇ ଡାଳ ଡେଇଁବା, ଫଳମୂଳ ଖାଇବା, ତାର ପ୍ରତିଦିନ କାର୍ଯ୍ୟ। ସେ ଡେଇଁ ଡେଇଁକା ଏମିତି ଖେଳେ, ନାଚ ଗୀତ କରେ, ଖେଳେ, ସବୁଙ୍କ ପାଖରେ ପହଞ୍ଚାଏ। ତ ଏକଦା କ'ଣ ହୋଇଛି, ସେ ଖେଳୁ ଖେଳୁ ଗୋଟିଏ ସିଂହ ସମ୍ମୁଖରେ ପଡ଼ିଗଲା ଗଛରୁ। ସିଂହଟି ମାଙ୍କଡ଼କୁ ଦେଖି ଅତ୍ୟନ୍ତ ଆନନ୍ଦ ହେଇଗଲା, କହିଲା ଯାହା ହଉ ଆଜି ନଖୋଜିବା ଜିନିଷ ମୋତେ ମିଳିଛି। ହଉ ଚାଲ ଦେଖିବା। ତ ଯେତେବେଳେ ସିଂହଟି ମାଙ୍କଡ଼ ପାଖକୁ ଯାଇଛି, ମାଙ୍କଡ଼ ସେଇଠି ମନ ଭିତରେ ଭୟ ଆସିଛି, କିନ୍ତୁ ସିଂହକୁ ଦେଖି ସେ ଭୟ କରିନାହିଁ। ସିଂହ ହେଉଛି ବଳଶାଳୀ, ଜଙ୍ଗଲ ରାଜା ଏବଂ ମାଂସାଶୀ ପ୍ରାଣୀ। ମାଙ୍କଡ଼ ମନ ଭିତରେ ଭୟ ଥାଏ, କିନ୍ତୁ ତା ସମ୍ମୁଖରେ ବା ମୁହଁରେ, ମୁଖମଣ୍ଡଳରେ ଭୟର ବାତାବରଣ ନଥାଏ। ଯେତେବେଳେ ସିଂହ ଦେଖିଲା, ଆରେ ଇଏ କ'ଣ ମୋତେ ଦେଖି ଭୟ କରୁନି, ଇଏ କ'ଣ ମୋତେ ଥଟ୍ଟା ତାମସା କରୁଛି, କ'ଣ ମୋ ଆଗରେ ପୁଣି ଦାନ୍ତକୁ ଦେଖିକି ହସୁଛି, ଗୀତ ଗାଉଛି। ସେ କହିଲା, ରେ ଏଇ କ'ଣ କି ରେ, ତୁ କ'ଣ ମୋତେ ଜାଣିପାରୁନୁ? ମୁଁ ଜଙ୍ଗଲର ରାଜା, ତୁ ମୋତେ ଭୟ କରିବା ବଦଳରେ କ'ଣ ଦାନ୍ତ ଦେଖିକି ହସୁଛୁ? ଆଜ୍ଞା ଆପଣଙ୍କୁ ମୁଁ କ'ଣ ପାଇଁ ଭୟ କରିବି? ମାଙ୍କଡ଼ ଏକରେ ଜୀବନ ପ୍ରତି ଭୟ, କିନ୍ତୁ ମନରେ ତାର ଦମ୍ଭ। କହିଲା, ମୁଁ ଆପଣଙ୍କୁ କାହିଁ ଭୟ କରିବି? ଆପଣ ଗୋଟେ ଆହୁରି ବଳଶାଳୀ ସିଂହ ଗୋଟେ ଅଛି, ଆପଣଙ୍କୁ କ'ଣ ପାଇଁ ଭୟ କରିବି? ମୁଁ ବା ତାଠୁ ବର୍ତ୍ତମାନ ତା ପାଖରୁ ମୁଁ ଆସିଛି ଏଠି। ଆପଣଙ୍କୁ ଭୟ କରିବାର ମୋର ଉଦ୍ଦେଶ୍ୟ କ'ଣ? ମୁଁ ଆପଣଙ୍କୁ କାହିଁ ଭୟ କରିବି? ଆପଣଙ୍କୁ ଭୟ କରିବି ନାହିଁ। କହିଲା, ଆପଣ ଗୋଟେ ବୋଧେ ଆହୁରି ବଳଶାଳୀ ସିଂହ ଅଛନ୍ତି। ନାଇଁ, ମୋଠୁ ଆହୁରି ବଳଶାଳୀ ସିଂହ ଅଛନ୍ତି। ହଉ ଚାଲି ଚାଲି ଯିବା। ସିଏ କିଏ ସେଇ ବଳଶାଳୀ ସିଂହ ମୁଁ ଜାଣିବି। ତ ମାଙ୍କଡ଼ କ'ଣ କଲା, ଜଙ୍ଗଲ ଭିତରେ କିଛି ଦୂର ସିଂହ ରାଜାଙ୍କୁ ନେଇକି ଗଲା। ସିଂହ ରାଜା ପିଠିରେ ବସିକି ମାଙ୍କଡ଼ ଚାଲିଲା। ଦେଖନ୍ତୁ, ତ ସେଇଠିକି ନେଇଗଲା। କିଛି ଦୂର ଗଲା ପରେ ଗୋଟିଏ କୂଅ ଥିଲା। ସେ କୂଅକୁ ଦେଖି ସିଂହ ରାଜା କହିଲା, ଆରେ ତୁ ମୋତେ ଆଉ ଗୋଟିଏ ବଳଶାଳୀ ସିଂହ ଦେଖିବା ବଦଳରେ ତୁ କ'ଣ କୂଅ ପାଖରେ ଆଣି ଛିଡ଼ା କରୁଛୁ? ଆଜ୍ଞା ଆପଣ ବ୍ୟସ୍ତ କାହିଁ ହେଉଛନ୍ତି, ଟିକେ ଅପେକ୍ଷା କରୁନାହାନ୍ତି, 10-15 ମିନିଟ୍ ଯାଉ। ସେ ଏତେ ବଳଶାଳୀ ମାନେ ଜନ୍ତୁଟିଏ, ସେ କ'ଣ ସହଜରେ ପଳେଇ ଆସିବ? ଆପଣ ଅପେକ୍ଷା କରନ୍ତୁ। ସିଏ ସିଂହ କରୁଛି କ'ଣ, ସିଏ ମୋ ଠାରୁ ବଡ଼, ମୋଠୁ ଆହୁରି ବଳଶାଳୀ, ଆହୁରି ଭୟଙ୍କର। ହଁ ଆପଣ ଅପେକ୍ଷା କରନ୍ତୁ, ସେ ନିଶ୍ଚୟ ଆସିବ। ତ କିଛି ସମୟ ପରେ ସିଏ କୂଅ ପାଖକୁ ନେଇକି ମାଙ୍କଡ଼ ଗଲା। ମାଙ୍କଡ଼ ଯେତେବେଳେ ସିଂହ ରାଜାକୁ କୂଅ ପାଖକୁ ନେଇକି ଗଲା, କ'ଣ ହେଇଥିବ ଭାବନ୍ତୁ? କ'ଣ ହେଇଥିବ? ତ ଗୋଟେ ସିଂହକୁ ଦେଖାଇବା ପାଇଁ ସିଏ କୂଅ ପାଖକୁ କାହିଁକି ନେଲା? ତ ଯେତେବେଳେ କୂଅ ପାଖକୁ ସିଂହଟି ଯାଇଛି, ନିଜର ପ୍ରତିଛବିକି ସେ ଦେଖିଛି, ସେ ମନରେ ତାର କ୍ରୋଧ ଜାଗ୍ରତ ହୋଇଯାଇଛି। ଆରେ ସତରେ ତ ଇଏ ତ ଗୋଟେ ସିଂହ, ମୋ ଭଳି ଗୋଟେ ସିଂହ, ଆଉ ମୋଠୁ ତ ସେ କ'ଣ ଆହୁରି ଭୟଙ୍କର ଦେଖାହେଉଛି। ସେ ତା ଭିତରେ ଆହୁରି କ୍ରୋଧ ଜାଗ୍ରତ ହୋଇଯାଇଛି। ସେ ନିଜ ଅହଙ୍କାରକୁ ଜାଗ୍ରତ କରିବା ପାଇଁ ସେ କ'ଣ କରୁଛି, ସିଂହ ଭିତରେ ରାଗ ପଶି ଆସିଛି ଏବଂ ସେ କୂଅକୁ ଡେଇଁ ପଡ଼ିଛି। ସେ ସିଂହକୁ ଦେଖି ସେ କାଳେ ସେହି ସିଂହ ସହିତ ଲଢ଼େଇ କରିବା ପାଇଁ ସେ ଗଭୀର କୂଅ ଭିତରକୁ ଡେଇଁ ପଡ଼ିଛି ଏବଂ ଗଭୀର କୂଅ ଭିତରେ ସିଂହଟି ପଡ଼ିଯାଇଛି। ପଡ଼ିଯିବା ଦ୍ୱାରା କ'ଣ ହୋଇଥିବ, ଯେତେବେଳେ ଗଭୀର ସିଂହ ଭିତରେ କୂଅ ଭିତରେ ସିଂହଟି ପଡ଼ିଯାଇଛି, ସେ ଭିତରେ ବହୁତ ପାଣି ଥିଲା। ସିଂହଟି କ'ଣ ହେଲା, ପାଣି ଭିତରେ ବୁଡ଼ିଗଲା। ସେ ଚେଷ୍ଟା କଲା, ପହଁରିଲା ବାହାରକୁ ବାହାରିବା ପାଇଁ, ଆଉ ତାହାର ବାହାରିବା ପାଇଁ ଆଉ କୌଣସି ବାଟ ନଥିଲା। ସିଂହଟି କ'ଣ ହେଲା, କିଛି ସମୟ ପାଣିରେ ରହି ରହି ପହଁରି ଯେତେବେଳେ ହାଲିଆ ହୋଇଗଲା, ସେ ପାଣି ଭିତରେ
ଡୁବିଗଲା, ବୁଡ଼ିଗଲା। ବୁଡ଼ିଗଲା ପରେ ତାର ସେଇଠି ମୃତ୍ୟୁ ଘଟିଲା। ତ ଏଇଥିରୁ ଆମେ କ'ଣ ଶିଖିଲେ ନା ବୁଦ୍ଧି ଶକ୍ତିଠାରୁ ବଡ଼, ବୁଦ୍ଧି ଶକ୍ତିଠାରୁ ବଡ଼। ଅହଙ୍କାର ମନୁଷ୍ୟଙ୍କର ବିନାଶ କରେ। ସଦାବେଳେ ଅହଙ୍କାରୀ ବ୍ୟକ୍ତିମାନେ ମୋର ଅଛି, ମୁଁ ଏହା କରୁଛି, ମୁଁ ସେୟା କରୁଛି, ମୁଁ ଏହା କରିବି, ମୁଁ ଏ ମୁଁ ଶବ୍ଦଟି ହେଉଛି ଅହଙ୍କାର। ଅହଙ୍କାର ବ୍ୟକ୍ତିମାନଙ୍କର ବିନାଶ ଶୀଘ୍ର ହୋଇଥାଏ। ସାହସ ଓ ବୁଦ୍ଧି ଥିଲେ ସବୁ ସମସ୍ୟାର ସମାଧାନ ହୋଇଥାଏ। ଦେଖନ୍ତୁ, ସିଂହ ଅହଙ୍କାରୀ କିନ୍ତୁ ମାଙ୍କଡ଼ ବୁଦ୍ଧିଆ। ସିଂହ ଶକ୍ତିଶାଳୀ କିନ୍ତୁ ମାଙ୍କଡ଼ ଶକ୍ତିଶାଳୀ ନୁହେଁ। ଏହି ଗପରୁ ଆମେ ଶିଖିଲେ ଯେ କେବେ କାହା ପାଖରେ ଆମେ ଅହଙ୍କାର କରିବା ନାହିଁ। ଛୋଟ ହେଉ କି ବଡ଼ ହେଉ, ସମସ୍ତଙ୍କର ବୁଦ୍ଧି ବିବେକ ଜ୍ଞାନ ଅଛି, ଆଉ ସେମାନଙ୍କର ସମ୍ମାନ ଅଛି। କେବେ କାହା ଆଗରେ ଅହଙ୍କାର ଦେବା ନାହିଁ। ନିଶ୍ଚୟ ଭାବେ ଆପଣ ଏ ଗପଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଗପଟି ଭଲ ଲାଗେ ମୋ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଏବଂ ସେୟାର କରିବେ। ରହୁଛି ହୃଦୟରୁ। ଜୟ ଜଗନ୍ନାଥ। ନମସ୍କାର।